ଆପଣଙ୍କୁ ସ୍ୱାଗତ। ଶେରଲକ୍ ହୋମ୍ସ କାହାଣୀ 8 ପୁସ୍ତକର ପଞ୍ଚମ କାହାଣୀ ପ୍ରାଏରୀ ସ୍କୁଲର ତୃତୀୟ ଅଧ୍ୟାୟକୁ ଆମେ ପୂର୍ବ ଦୁଇଟା ଅଧ୍ୟାୟରେ ଦେଖିଥିଲେ କି ଡ୍ୟୁକଙ୍କ ପୁତ୍ର ସାଲ୍ଟାର ଯିଏକି ପ୍ରାଏରୀ ସ୍କୁଲରୁ ନିଖୋଜ ଅଛନ୍ତି, ଆଉ ଜର୍ମାନ ପଢ଼ାଉଥିବା ଶିକ୍ଷକ ମଧ୍ୟ ନିଖୋଜ ଥିଲେ ଆମେ ଦେଖିଥିଲେ ପୂର୍ବ ଅଧ୍ୟାୟରେ। ତାପରେ ଶେରଲକ୍ ହୋମ୍ସ ଆଉ ୱାଟସନ୍ ତାଙ୍କ ସନ୍ଧାନରେ ବାହାରି ଜର୍ମାନ ଶିକ୍ଷକର ସନ୍ଧାନ ପାଇଲେ। ସେ ମୃତ ଅବସ୍ଥାରେ ପଡ଼ିଥିଲେ ଜଙ୍ଗଲ ଭିତରେ। ତାପରେ ପୂର୍ବ ଅଧ୍ୟାୟରେ ଆମେ ଦେଖିଥିଲେ କି ଶେରଲକ୍ ହୋମ୍ସ ଆଉ ୱାଟସନ୍ ତାପରେ ସାଇକେଲର ଯେଉଁ ଚକାର ଗୁଳା ଖୋଜି ଖୋଜି ସେ ବାହାରିଥିଲେ। ଚାଲନ୍ତୁ ତାପରେ କ'ଣ ହେଲା ଆମେ ଦେଖିବା। ରହସ୍ୟର କ'ଣ ଆଗକୁ ଘଟୁଛି ଆମେ ଦେଖିବା। ଶେରଲକ୍ ହୋମ୍ସ କହୁଛନ୍ତି ୱାଟସନ୍କୁ, ୟାଠାରୁ ଢେର ଜଟିଳ ସମସ୍ୟା ଆମେ ସମାଧାନ କରିଛେ। ଏ ଘଟଣାରେ ଆମ ହାତରେ ଅନେକ ଜିନିଷ ଅଛି, ତାକୁ କାମରେ ଲଗାଇ ପାରିଲେ ହେଲା। ଆସ, ପାମର ଟାୟାରର ଧନ୍ଦା ଛିଡ଼ିଗଲା। ଏଥର ଦେଖିବା ଡନଲପ୍ ଟାୟାରରୁ କ'ଣ ମିଳୁଛି। এই ପର୍ଯ୍ୟନ୍ତ ଆମେ ଦେଖିଥିଲେ। ଚାଲନ୍ତୁ ଦେଖିବା ଆଗକୁ କ'ଣ ହେଲା। ଆମେ ଖଣ୍ଡେ ଦୂର ଯାଏଁ ଡନଲପ୍ ଟାୟାର ଗୁଳା ଓରେଇ ଚାଲିଲୁ। ତାପରେ ଜଙ୍ଗଲଟାରେ ଘାସ ପଡ଼ିଆ ଆସ୍ତେ ଆସ୍ତେ ଉଚ୍ଚ ହୋଇଯାଇଛି। ପାଣି ପାଟ ପଛରେ ରହିଗଲା। ଆଉ ଗୁଳା ପାଇବାର ଆଶା ନାହିଁ। ଯେଉଁ ଜାଗାରେ ଡନଲପ୍ ଟାୟାର ଗୁଳାର ଶେଷ ଚିହ୍ନ ଦେଖିଲୁ, ସେଇଠୁ ସାଇକେଲଟା ହୋଲ୍ଡରନେସ୍ ହଲ୍କୁ ଯାଇଥାଇପାରେ। ହଲ୍ ସେଠୁ ଆହୁରି କେତେ ମାଇଲ କିମ୍ବା ଆମ ଆଗରେ ଦେଖାଯାଉଥିବା ଗୋଟେ ଛୋଟ ଗାଁକୁ ଯାଇଥାଇପାରେ। ସେଇ ପାଖରେ ଚେଷ୍ଟାରଫିଲ୍ଡ ସଡ଼କ ରାସ୍ତା। ଆମେ ଗାଁର ଅପରିଷ୍କାରିଆ ହୋଟେଲଟା ପାଖରେ ପହଞ୍ଚିଲୁ। ଦରଜା ଉପରେ ଗୋଟେ ଲଢ଼ୁଆ କୁକୁଡ଼ାର ଚିହ୍ନ। ତାମାନେ ଗୋଟେ ଲଢ଼ୁଆ କୁକୁଡ଼ାର ଚିହ୍ନ ଥିଲା ସେ ହୋଟେଲର ଦରଜାରେ ବା କବାଟରେ। ହଠାତ୍ ହୋମ୍ସ ଚିତ୍କାର କରି ଉଠି ମୋ କାନ୍ଧକୁ ଜାବୁଡ଼ି ଧରିଲେ। ନହେଲେ ସେ ପଡ଼ିଯାଇଥାନ୍ତେ। ତାଙ୍କ ଗଳାଗଣ୍ଠି ମକଚି ଯାଇ ସେ ଠିଆ ହୋଇପାରିଲେ ନାହିଁ। ବଡ଼ କଷ୍ଟରେ ସେ ଛୋଟେଇ ଦରଜା ଯାଏ ଗଲେ। ସେଠି ଜଣେ ମୋଟା ଗେଡ଼ା ବୟସ୍କ ଲୋକ ବସିଥିଲା। ହୋମ୍ସ କହିଲେ, ସବୁ ଭଲ ତ ମିଷ୍ଟର ରୁବେନ୍ ହେୟସ୍? ଲୋକଟା ସନ୍ଦେହୀ ଦୃଷ୍ଟିରେ ଉତ୍ତର ଦେଲା, ତୁମେ କିଏ ଆଉ ମୋ ନାଁ ଜାଣିଲ କେମିତି? ତୁମ ମୁଣ୍ଡ ସିଧା ଉପରେ ବୋର୍ଡରେ ଲେଖା ହୋଇଛି। ଗୋଟେ ଘରର ମାଲିକଙ୍କୁ ଚିହ୍ନିବା ଅତି ସହଜ। ତୁମ ଘୋଡ଼ାଶାଳରେ କୌଣସି ଗାଡ଼ି ଅଛି କି? ନା, ମୋର ଗାଡ଼ି ନାହିଁ। ମୁଁ ଭୂଇଁରେ ପାଦ ପକାଇ ପାରୁନାହିଁ। ତାହାହେଲେ ପାଦ ପକା ନାହିଁ। କିନ୍ତୁ ମୁଁ ଚାଲି ପାରୁନାହିଁ। ତାହେଲେ ଡିଆଁ ମାର। ତାମାନେ ଶେରଲକ୍ ହୋମ୍ସ ଆଉ ସେଇ ବ୍ୟକ୍ତିଙ୍କ ବିଷୟରେ ମୋଟା ଗେଡ଼ା ବ୍ୟକ୍ତି ଥଟ୍ଟା ତାମସା କରୁଛନ୍ତି ପରସ୍ପର ଭିତରେ। ତାପରେ ମିଷ୍ଟର ରୁବେନ୍ ହେୟସ୍ଙ୍କ ବ୍ୟବହାର ଅତି ଅଭଦ୍ର। ତଥାପି ହୋମ୍ସ ସମ୍ଭାଳି ଯାଇ ହସି ହସି କହିଲେ, ଦେଖ ଭାଇ, ମୁଁ ବଡ଼ ଅସୁବିଧାରେ ପଡ଼ିଯାଇଛି। ମୋ ଯିବା ନିହାତି ଦରକାର। କାମଟା ଖୁବ୍ ଗୁରୁତର। ଯଦି ଗୋଟେ ସାଇକେଲ ଦେଇପାରନ୍ତ, ମୁଁ ତୁମକୁ ଗୋଟେ ସଭରେନ୍ ଦେବି। କାନ ଦିଟା ଠିଆ କରି ଲୋକଟା କହିଲା, ତୁମେ କେଉଁଠିକି ଯିବ? ହୋଲ୍ଡରନେସ୍ ହଲ୍। ଆମ କାଦୁଅ ଛିଟିକା ପଡ଼ିଥିବା ପୋଷାକ ଆଡ଼େ ଚାହିଁ ଲୋକଟା କହିଲା, ଡ୍ୟୁକଙ୍କ ଲୋକ ବୋଧହୁଏ। ହସି ହସି ହୋମ୍ସ କହିଲେ, ହଁ, ସେ ଆମକୁ ଦେଖିଲେ ଖୁସି ହେବେ। କାହିଁକି? କାରଣ ଆମେ ତାଙ୍କ ପୁଅଙ୍କର ଖବର ଆଣିଛୁ।
ଲୋକଟା ଚମକି ଉଠି କହିଲା, ତୁମେ ବି ତାଙ୍କୁ ଖୋଜିବାରେ ଲାଗିଯାଇଛ ନା କ'ଣ? ହଁ, ସେ ଲିଭରପୁଲରେ ଥିବାର ଖବର ମିଳିଛି। ଯେକୌଣସି ମୁହୂର୍ତ୍ତରେ ଆସିବାର ଆଶା। ପୁଣି ହଠାତ୍ ଲୋକଟାର ମୁହଁର ଭାବ ବଦଳିଗଲା। ତାର ଢଙ୍ଗଢାଙ୍ଗ ବେଶ୍ ସହାନୁଭୂତି ସୂଚକ ଜଣାଗଲା। ସେ କହିଲା, ଅନ୍ୟ ଲୋକଙ୍କ ତୁଳନାରେ ମୋର ଡ୍ୟୁକଙ୍କ ପ୍ରତି ସେତେ ସହାନୁଭୂତି ନାହିଁ, କାରଣ ମୁଁ ଆଗେ ତାଙ୍କର ପ୍ରଧାନ ଘୋଡ଼ା ସଇସ ଥିଲି। ସେ ମୋ ପ୍ରତି ବଡ଼ ଖରାପ ଆଉ ନିଷ୍ଠୁର ବ୍ୟବହାର କରିଛନ୍ତି। କିଛି ନ ବୁଝି ଗୋଟେ ମିଛ କଥାରେ ସେ ମୋତେ ବାହାର କରି ଦେଇଛନ୍ତି। କିନ୍ତୁ ତାଙ୍କ ପୁଅ ଲିଭରପୁଲରେ ଥିବା କଥା ଶୁଣି ମୁଁ ଭାରି ଖୁସି। ଏ ଖବର ନେଇ ହଲ୍କୁ ଯିବା ପାଇଁ ମୁଁ ତୁମକୁ ସାହାଯ୍ୟ କରିବି। ଧନ୍ୟବାଦ। ଆମେ ଆଗେ କିଛି ଖିଆପିଆ କରିବୁ, ତାପରେ ତୁମେ ସାଇକେଲ ଆଣିଲେ ହବ। ମୋର ତ ସାଇକେଲ ନାହିଁ। ହୋମ୍ସ ଗୋଟେ ସଭରେନ୍ ଧରି ଦେଖାଇଲେ। ଲୋକଟା ବିରକ୍ତ ହୋଇ କହିଲା, କହିଲି ପରା ମୋର ସାଇକେଲ ନାହିଁ। ତୁମେ ହଲ୍ ଯାଏଁ ଯିବା ପାଇଁ ମୁଁ 2ଟା ଘୋଡ଼ା ଦେଇପାରିବି। ହଉ ହେଲା, ଆମେ ଖାଇସାରିଲା ପରେ ସେ ବିଷୟରେ କଥାବାର୍ତ୍ତା ହେବା। ଆମକୁ ପଥର ବିଛା ରନ୍ଧା ଘରେ ଛାଡ଼ି ଲୋକଟା ଚାଲିଗଲା। ହଠାତ୍ ହୋମ୍ସଙ୍କ ଗଳାଗଣ୍ଠି ପୂରା ଭଲ ହୋଇଯିବାର ଦେଖି ମୁଁ ବିସ୍ମିତ ହୋଇଗଲି। ସେତେବେଳକୁ ପ୍ରାୟ ରାତି ହୋଇଗଲାଣି। ସକାଳୁ ଆମେ କିଛି ଖାଇନାହୁଁ, ତେଣୁ ଆମର ଖାଇବାରେ କିଛି ସମୟ ଚାଲିଗଲା। ହୋମ୍ସ ଭାବନାରେ ମଜ୍ଜି ଯାଇଥାନ୍ତି। ମଝିରେ ଥରେ ଦିଥର ସେ ଝରକା ପାଖକୁ ଉଠିଯାଇ ବାହାରକୁ ଚାହିଁଲେ। ଝରକା ଆର ପାଖେ ଗୋଟେ ଅପରିଷ୍କାର ଅଗଣା। ତାର ଆର ମୁଣ୍ଡ କଣରେ ଗୋଟେ କମାରଶାଳ। ସେଠି ଗୋଟେ ଅପରିଚ୍ଛନ୍ନ ପିଲା କାମରେ ଲାଗିଥାଏ। ତା ଆର ପାଖରେ ଘୋଡ଼ାଶାଳ ଘର। ହୋମ୍ସ କିଛି ସମୟ ଚୁପଚାପ ବସିଗଲେ। ତାପରେ ସେ ହଠାତ୍ ଚୌକିରୁ ଡେଇଁପଡ଼ି ପାଟି କରି ଉଠିଲେ, ପାଇଛି ୱାଟସନ୍, ପାଇଛି। ହଁ, ମୁଁ ଯାହା ଭାବୁଛି ନିଶ୍ଚୟ ସେଇଆ। ଆଚ୍ଛା, ଆଜି ଗୋରୁଦାଣ୍ଡି ଦେଖିବାର ତୁମର ମନେ ପଡ଼ୁଛି ୱାଟସନ୍? ହଁ, ଯଥେଷ୍ଟ ମନେ ପଡ଼ୁଛି। କେଉଁଠି, କାହିଁକି? ସବୁଠି। ପାଣିପାଟ ପାଖ କାଦୁଅରେ, ରାସ୍ତାରେ, ଆଉ ବିଚରା ହେଡ୍ଜର ଯେଉଁଠି ମରି ପଡ଼ିଥିଲେ ସେଇଠି ବି। ବିଲକୁଲ ଠିକ୍ କହିଛ ୱାଟସନ୍। ଆଚ୍ଛା, ସେ ଜଙ୍ଗଲରେ ତୁମେ କେତେଟା ଗୋରୁ ଗାଈ ଦେଖିଛ କି? ଗାଈ ଦେଖିବାର ମୋର ତ ମନେ ପଡ଼ୁନାହିଁ। ବଡ଼ ବିଚିତ୍ର କଥା ୱାଟସନ୍। ଆମେ ଏତେ ଗୁଡ଼ାଏ ଗୋରୁ ଦାଣ୍ଡି ଦେଖିଲେ, ଅଥଚ ସାରା ଜଙ୍ଗଲରେ ଗୋଟେ ବି ଗୋରୁ ଦେଖିଲେ ନାହିଁ। ବାସ୍ତବିକ ଏଟା ଅତି ବିଚିତ୍ର। ହଁ, ଏଇଟା ନିଶ୍ଚୟ ବିଚିତ୍ର। ଏଥର ୱାଟସନ୍, ଚେଷ୍ଟା କରି ମନେ ପକାଅ, ସେ ଦାଣ୍ଡିଗୁଡ଼ା ତୁମର ମନେ ପଡ଼ୁଛି କି? ହଁ, ମନେ ପଡ଼ୁଛି। ତୁମର ମନେ ପଡ଼ୁଛି ଦାଣ୍ଡିଗୁଡ଼ା ବେଳେ ବେଳେ ଏଇଭଳି ଥିଲା? ଏଇଭଳି ମାନେ? ଏଇଭଳିଆ ଚିହ୍ନ ଥିଲା, ଦୁଇଟା କରି ଏଇଭଳିଆ ଚିହ୍ନ ଥିଲା। ଏଇଭଳିଆ ଥିଲା। ପୁଣି ବେଳେ ବେଳେ ଏଇଭଳି ହେଇଯାଇଛି। 3ଟା ଚିହ୍ନ ହେଇଯାଇଛି। ଅତଏବ ଚିହ୍ନ ଭଳିଆ ହେଇଯାଇଛି। ଦେଖ, 2ଟା ଥିଲା, 4ଟା ଲାଗୁଥିଲା, ଏଠି 3ଟା ଚିହ୍ନ ରହିଛି। ଆଉ ବେଳେ ବେଳେ ଏପରି ଥିଲା, ଏଇପରି ଥିଲା। ମନେ ପଡ଼ୁଛି ତ? ଦେଖନ୍ତୁ, ବିଭିନ୍ନ ପ୍ରକାରର ଚିହ୍ନ, ସେଇ ଏକା ଏଇ ଚିହ୍ନ ସବୁ। ଆଉ ଏଇଠି। ତାପରେ ଦେଖିବା କ'ଣ ହେଲା। ନା, ମୋର ମନେ ପଡ଼ୁନାହିଁ।
ୱାଟସନ୍ କହୁଛନ୍ତି ନା ମୋର ଏମିତି ଏତେ ନିଶ୍ଚିନ୍ତ ଭାବରେ ମନେ ପଡ଼ୁନାହିଁ କି ଏଇଭଳି ଥିଲା ବୋଲି। ତାପରେ କିନ୍ତୁ ମୋର ପରିଷ୍କାର ମନେ ପଡ଼ୁଛି, ମୁଁ ଦୃଢ଼ ଭାବେ କହିପାରେ। ସେରଲକ୍ ହୋମ୍ସ ଏ କଥା କହୁଛନ୍ତି କି ମୁଁ ଦୃଢ଼ ଭାବରେ ଏ କଥା କହିପାରେ କି ଏମିତି ଥିଲା। ଯାହା ହେଉ ଆମେ ଅବସର ହେଲେ ସେଗୁଡ଼ା ଦେଖିବାକୁ ଯିବା। ମୁଁ ଏ ଯାଏଁ ସିଦ୍ଧାନ୍ତ ନ କରି କି ବୋକାମି କରିଛି, ସେରଲକ୍ ହୋମ୍ସ କହୁଛନ୍ତି। ଆଉ ତୁମର ସିଦ୍ଧାନ୍ତ କ'ଣ? କେବଳ ଏତିକି ଯେ ସେ ଏକ ବିଚିତ୍ର ଗାଈ, ଯେ ଚାଲିପାରେ କଦମ ଚାଲି କରିପାରେ, ଯେ ଚାଲିପାରେ କଦମ ଚାଲି କରିପାରେ, ଆଉ ଘୋଡ଼ା ପରି ଡେଇଁ ଡେଇଁ ଦୌଡ଼ିପାରେ। ତାମାନେ ଦେଖନ୍ତୁ ଏଠି ରହସ୍ୟ କ'ଣ? ତାମାନେ ସେ ଗାଈ ଯେ ଚାଲିପାରେ ଗାଈ ଭଳିଆ, କଦମ ଚାଲିପାରେ ଘୋଡ଼ା ଯେମିତି ଚାଲେ, ଆଉ ଘୋଡ଼ା ପରି ଡେଇଁ ଡେଇଁ ବି ଯାଇପାରେ। ତା ଅର୍ଥ କ'ଣ ପରେ ଜାଣିବା, ଦେଖିବା କେତେ ରହସ୍ୟ। ସତ କହୁଛି ୱାଟସନ୍, ଜଣେ ସାଧାରଣ ଗାଉଁଲି ଲୋକ ମୁଣ୍ଡରୁ ଏପରି ଭାବନା ଆସିପାରେ ନା। କେବଳ ଶାଳର ସେଇ ପିଲାଟାକୁ ଛାଡ଼ିଦେଲେ ଆଉ ସବୁ ପରିଷ୍କାର ପରି ଲାଗୁଛି। ଚାଲ ବାହାରକୁ ଖସିଯିବା, ଦେଖିବା କ'ଣ ମିଳୁଛି। ତାମାନେ ସେରଲକ୍ ହୋମ୍ସକୁ ଏଇଠି ପ୍ରମାଣ ମିଳିଛି। କ'ଣ ହେବ ତାପରେ ଦେଖିବା। ସବୁ ପ୍ରମାଣ ପାଇଗଲେ, କିନ୍ତୁ ସେ ଯେଉଁ ପିଲାଟା ଘୋଡ଼ାଶାଳରେ ଥିଲା ଦେଖୁଛନ୍ତି ଏବେ, ତାରି ରହସ୍ୟଟା ପାଇନାହାନ୍ତି। ଦେଖିବା କ'ଣ ହେଲା। ଘୋଡ଼ାଶାଳଟା ଦରଭଙ୍ଗା ଅବସ୍ଥାରେ ଥିଲା। ତା ଭିତରେ ଦୁଇଟା ଘୋଡ଼ା, ରୁମ୍ ଗୁଡ଼ା ଟାଉଁସିଆ ଆଉ ଅପରିଷ୍କାର। ହୋମ୍ସ ଗୋଟେ ଘୋଡ଼ାର ପଛ ଗୋଡ଼ଟା ଟେକି ଧରି ଜୋରରେ ହସି ଉଠି କହିଲେ, ପୁରୁଣା ନାଲ ନୂଆ ପରି ପିନ୍ଧା ଯାଇଛି। ତାମାନେ ଘୋଡ଼ାର ଖୁରରେ ନାଲ, ଘୋଡ଼ା ନାଲ ଯେଉଁ ପିନ୍ଧାଯାଏ, ବା ଆମେ ଯେମିତି ଚପଲ ପିନ୍ଧୁଛେ ସେମିତି ଘୋଡ଼ାକୁ ନାଲ ପିନ୍ଧାଯାଏ। ଆଗରୁ ରାଜା ରାଜୁଡ଼ା ସମୟରେ ଘୋଡ଼ାକୁ ନାଲ ପିନ୍ଧାଯାଉଥିଲା। ସେଇ କଥା କହୁଛନ୍ତି କି ଏଇଟା ପୁରୁଣା ନାଲ, ଏଇଟା ଯେଉଁ ତିଆରିଟା ତାକୁ ଏବେ ପିନ୍ଧାଯାଇଛି ଘୋଡ଼ାକୁ ନୂଆ କରିକି। ତାପରେ କ'ଣ ହେଲା, ପୁରୁଣା ନାଲ ନୂଆ କରି ପିନ୍ଧାଯାଇଛି। ପୁରୁଣା ନାଲ ନୂଆ କଣ୍ଟା, ଏ କେସ୍ଟା କାଳ କାଳକୁ ଚମକପ୍ରଦ ହୋଇ ରହିବା ଯୋଗ୍ୟ। ଏଥର ଚାଲ କମାରଶାଳକୁ ଯିବା। ପିଲାଟା ଆମ ଆଡ଼େ ଧ୍ୟାନ ନ ଦେଇ ତା କାମରେ ଲାଗିଥାଏ। ଦେଖିଲି ତଳେ ଛିତିରି ବିତିରି ହୋଇ ପଡ଼ିଥିବା ଲୁହା ଟୁକୁଡ଼ା। କାଠ ଉପରେ ହୋମ୍ସଙ୍କ ଆଖି ଘୂରି ଆସୁଥାଏ। ହଠାତ୍ ଆମ ପଛ ପାଖେ ପାଦ ଶବ୍ଦ ଶୁଭିଲା। ଦେଖିଲୁ ପଛରେ ହୋଟେଲ ମାଲିକ। ଆଖି ପତା ଦିଟା ହିଂସ୍ର ଆଖି ଉପରକୁ ଲଇଁ ପଡ଼ିଛି। ରାଗରେ ତା ଦେହଟା ଥରୁଥାଏ। ତା ହାତରେ ଖଣ୍ଡେ ଛୋଟ ବାଡ଼ି। ବାଡ଼ି ମୁଣ୍ଡରେ କୌଣସି ଧାତୁର ଏକ ଗୋବ। ସେ ଏମିତି ଭୀଷଣ ଭାବରେ ମାଡ଼ି ଆସିଲା ଯେ ମୁଁ ମୋ ପକେଟରେ ରିଭଲଭରଟାରେ ହାତ ପକାଇଦେଲି। ଲୋକଟା ଗର୍ଜି ଉଠିଲା, ବଦମାସ, ଗୁପ୍ତଚର ଦଳ ସେଠି କ'ଣ କରୁଛ? ତାମାନେ ସେରଲକ୍ ହୋମ୍ସ ଆଉ ୱାଟସନ୍କୁ ସେ ହୋଟେଲ ମାଲିକ କହୁଛି, ତମେ ଏଠି କ'ଣ କରୁଛ ଗୁପ୍ତଚର? ଲୁଚିକି ଆସିକି ଦେଖୁଛ? ତାପରେ ଧୀର ସ୍ଥିର ଭାବେ ହୋମ୍ସ କହିଲେ, କାହିଁକି ମିଷ୍ଟର ରୁବେନ୍ ହେୟସ୍? ଆମେ କିଛି ଜାଣିପାରିବୁ ବୋଲି ତୁମେ ଭୟ କରୁଛ? ଏକଥା ଯେ କେହି ଭାବିବ, ଆମେ କିଛି ଜାଣିପାରିବୁ ବୋଲି ତୁମେ ଯେଉଁ ଭୟ କରୁଛ, ଏକଥା ଯେ କେହି ଭାବିବ। ତାମାନେ ତୁମେ କିଛି ଲୁଚଉଛ। ଲୋକଟା ଖୁବ୍ ଚେଷ୍ଟା କରି ନିଜକୁ ସମ୍ଭାଳି ନେଲା। ଉପରେ ଉପରେ ହସି ଦେଇ କହିଲା, ମୋ ଶାଳରେ ତୁମେ ଯାହା କିଛି ଦେଖିପାର ଦେଖିପାର, କିନ୍ତୁ ଦେଖ ମିଷ୍ଟର, କେହି ଲୋକ ମୋତେ ନ ଜଣାଇ ମୋ ଜାଗାରେ ଏମିତି ପଶିବା ମୁଁ ପସନ୍ଦ କରେ ନାହିଁ। ଯାହା ହେଉ ତୁମେ ଯେତେ ଶୀଘ୍ର ଏ ଜାଗାରୁ ବାହାରିଯିବ ମୁଁ ସେତେ ଖୁସି ହେବି। ଠିକ୍ ଅଛି ମିଷ୍ଟର ହେୟସ୍, ତୁମର କିଛି ଅନିଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ଖାଲି ତୁମ ଘୋଡ଼ା ଦେଖୁଥିଲୁ। କିନ୍ତୁ ମୁଁ ଏବେ ଚାଲି ଯାଇପାରିବି। ଏଠୁ ହଲ୍ ବେଶୀ ଦୂର ନୁହେଁ ବୋଧହୁଏ। ଏକଥା ସେରଲକ୍ ହୋମ୍ସ କହୁଛନ୍ତି କି ମୁଁ ଏବେ ନିଜେ ଚାଲିପାରିବି। ତାମାନେ ସେ ଜାଣିବା ପାଇଁ କଥାକୁ ନିଜେ ଗୋଡ଼ ଜଖମ ହେଇଛି ବୋଲି କହିଥିଲେ। ତାପରେ କ'ଣ ହେଲା ଦେଖିବା।
2 ମାଇଲରୁ ବେଶୀ ହେବ ନାହିଁ। ସେଇଟା ବାଁ ପାଖର ରାସ୍ତା। ଆମେ ତା ହତା ଭିତରୁ ବାହାରି ଯିବା ଯାଏ ସେ କଟମଟ କରି ଆମ ଆଡ଼େ ଚାହିଁଥାଏ। ସେ ହୋଟେଲ ମାଲିକ। ରାସ୍ତାରେ ଅଳ୍ପ ବାଟ ଯିବା ପରେ ଗୋଟେ ମୋଡ଼ ପଡ଼ିଲା। ହୋଟେଲ ମାଲିକ ଆମକୁ ଆଉ ଦେଖିପାରିଲା ନାହିଁ। ହୋମ୍ସ ସାଙ୍ଗେ ସାଙ୍ଗେ ଅଟକି ଯାଇ କହିଲେ, ସେ ହୋଟେଲଟାରେ ବେଶ୍ ଆରାମ ଲାଗୁଥିଲା। ସେଠି ଅନେକ କଥା ଜାଣି ହୋଇଥାନ୍ତା। ମୁଁ ଭାବୁଛି ଆମେ ଏଇଠୁ ଯିବା ନାହିଁ, ଆଉ ଆଗକୁ ଯିବା ନାହିଁ, ଏଇଠି ରହିକି ଦେଖିବା କ'ଣ ଘଟୁଛି ହୋଟେଲରେ ତା ଭିତରେ। ମୁଁ କହିଲି, ମୋର ଦୃଢ଼ ବିଶ୍ୱାସ ଏଇ ରୁବେନ୍ ହେୟସ୍ ସବୁ ଜାଣେ। ତା ଭଳି ଶୈତାନ ମୁଁ କେବେ ଦେଖି ନାହିଁ। ତୁମର ମଧ୍ୟ ଏଇ ଧାରଣା? ହଁ, ସେ ଘୋଡ଼ା, ସେ ଶାଳ, ଏଇ ଫାଇଟିଂ କକ୍ ବା ଲଢ଼ୁଆ କୁକୁଡ଼ା ଚିହ୍ନ ନିଶ୍ଚୟ ଏକ ରହସ୍ୟପୂର୍ଣ୍ଣ ଜାଗା। ମୁଁ ଭାବୁଛି ଆମେ ଆଉ ଥରେ ଯାଇ ଲୁଚି ଛପି ଜାଗାଟାକୁ ଦେଖିବା। ଏକଥା ସେର୍ଲକ ହୋମ୍ସ କହୁଛନ୍ତି କି ଆମେ ଏଠି ଯାଇକି ଆଉ ଥରେ ଦେଖିବା କ'ଣ ଅଛି, କାରଣ ଏରା ଖାପ ଖାଉନାହିଁ କେହି କାହାକୁ କୌଣସି ଜିନିଷ। ତାପରେ ଆମ ପଛରେ ପାହାଡ଼ର ଲମ୍ବା ଢାଲୁ ଜାଗା। ସେଠି ମାଟିଆ ରଙ୍ଗର ଚୂନ ପଥର ସବୁ ଜମା। ଆମେ ରାସ୍ତା ଛାଡ଼ି ପାହାଡ଼ ଉପରକୁ ଉଠିବାକୁ ଯାଉଛୁ। ଏତିକି ବେଳେ ମୁଁ ହୋଲ୍ଡରନେସ୍ ହଲ୍ ଆଡ଼େ ଚାହିଁ ଦେଲି। ଦେଖିଲି ଜଣେ ସାଇକେଲ ଆରୋହୀ ଖୁବ୍ ଜୋରରେ ଆସୁଛି। ହୋମ୍ସ ମୋ କାନ୍ଧ ଉପରେ ଜୋରରେ ହାତ ଚାପି କହିଲେ, ବସିପଡ଼ ୱାଟସନ୍। ଆମେ ବସିପଡ଼ି ଲୁଚି ଯାଇଛୁ କି ନାହିଁ ଲୋକଟା ଆମ କଡ଼ ଦେଇ ଚାଲିଗଲା। ଧୂଳି ଉଡ଼ୁଥାଏ। ତାରି ଭିତରେ ଲୋକଟାର ଶୁଖିଲା ମୁହଁ ଦେଖିପାରିଲୁ। ମୁହଁରେ ଭୟର ଚିହ୍ନ, ପାଟିଟା ମେଲା, ଆଉ ଆଖି ଦିଟା ସିଧା ସଳଖ ଆଗକୁ। ଲୋକଟା ଜେମ୍ସ ୱାଇଲ୍ଡରଙ୍କର ଏକ ନକଲ ପରି ଜଣାଗଲା। ହୋମ୍ସ କହିଉଠିଲେ, ଡ୍ୟୁକ୍ଙ୍କ ସେକ୍ରେଟାରୀ। ଆସ ୱାଟସନ୍, ସେ କ'ଣ କରୁଛନ୍ତି ଦେଖିବା। ତାମାନେ ସେ ଯେଉଁ ଡ୍ୟୁକ୍ ଥିଲେ ତାଙ୍କ ସାଙ୍ଗରେ ସେ ସେକ୍ରେଟାରୀ ଯାଇଥିଲେ। ଏମାନେ ସେର୍ଲକ ହୋମ୍ସ, ୱାଟସନ୍ ଆଉ ପ୍ରିନ୍ସିପାଲ କଥା ହେଇଥିଲେ ତାଙ୍କ ସାଙ୍ଗରେ। ସେ କହୁଛନ୍ତି ସେଇ ସେକ୍ରେଟାରୀ, ଇଏ ହେଉଛନ୍ତି ସେଇ ସେକ୍ରେଟାରୀ। ଆମେ ପରେ ଜାଣିବା, ଦେଖିବା, ପଢ଼ି ସାରିଲା ବେଳେ ଶେଷରେ ଦେଖିବା ସେ ସେକ୍ରେଟାରୀ କିଏ ଆମେ ଜାଣିପାରିବା ବି। ସେ ସେକ୍ରେଟାରୀ ହେଉଛନ୍ତି ଡ୍ୟୁକ୍ଙ୍କର। କ'ଣ ଆମେ ଜାଣିବା ପଢ଼ିଲେ, ଦେଖିବା। ହଉ, ଆମେ ପଥରକୁ ଡେଇଁ ଡେଇଁ ଚାଲିଲୁ। ଶେଷରେ ଗୋଟେ ଜାଗାରୁ ହୋଟେଲର ସାମ୍ନା ଗେଟ୍ଟା ଆମକୁ ଦେଖାଗଲା। ଗେଟ୍ ପାଖ କାନ୍ଥରେ ୱାଇଲ୍ଡରଙ୍କ ସାଇକେଲ, ତାମାନେ ସେ ଯେଉଁ ସେକ୍ରେଟାରୀ ଆସିଥିଲେ ତାଙ୍କ ସାଇକେଲଟା ଗେଟ୍ ବାହାରେ କାନ୍ଥରେ ଡେରା ହୋଇ ଥୁଆ ହୋଇଥାଏ। ଘର ଭିତରେ କେହି ଥିଲା ପରି ଜଣାଗଲା ନାହିଁ। ଝରକା ଫାଙ୍କରେ ବି କାହାକୁ ଦେଖିବାକୁ ପାଇଲୁ ନାହିଁ। ସୂର୍ଯ୍ୟ ହୋଲ୍ଡରନେସ୍ ହଲ୍ ସେପାଖେ ଲୁଚିଗଲେ ବା ସୂର୍ଯ୍ୟ ଅସ୍ତ ହୋଇଗଲେ। ଆସ୍ତେ ଆସ୍ତେ ଅନ୍ଧାର ହୋଇ ଆସିଲା। ତାପରେ ଶାଳ ଘର ପାଖରେ ଗୋଟେ ଗାଡ଼ିର ଦୁଇ ପାଖ ପତି ଦିଟା ଜଳିବାର ଦେଖିଲୁ। ଅଳ୍ପ ସମୟ ପରେ ଘୋଡ଼ା ଟାପୁର ଶବ୍ଦ ଶୁଣାଗଲା। ଗାଡ଼ିଟା ରାସ୍ତା ଉପରକୁ ଆସି ଖୁବ୍ ଦ୍ରୁତ ଗତିରେ ଚେଷ୍ଟରଫିଲ୍ଡ ଆଡ଼କୁ ମାଡ଼ି ଚାଲିଲା। ଚୁପଚାପ କରି ହୋମ୍ସ କହିଲେ, ଏଥିରୁ କ'ଣ ଜାଣୁଛ ୱାଟସନ୍? କେହି ପଳାଇଲା ପରି ଜଣାଯାଉଛି। ମୁଁ ଦେଖିଛି ଗାଡ଼ିରେ ଜଣେ ଲୋକ। ସେ ମିଷ୍ଟର ଜେମ୍ସ ୱାଇଲ୍ଡର ନୁହନ୍ତି। କାରଣ ଦେଖ, ସେ ଦରଜା ପାଖରେ ଠିଆ ହୋଇଛନ୍ତି। ଅନ୍ଧାର ଭିତରେ ଝଲକାଏ ଆଲୁଅ ଦେଖାଗଲା। ତାରି ଭିତରେ ସେକ୍ରେଟାରୀଙ୍କୁ ଦେଖିପାରିଲି। ବେକଟା ଲମ୍ବାଇ ସେ ବାହାର ଆଡ଼େ ଚାହିଁଥାନ୍ତି। ଜାଣିଲୁ ସେ କାହାର ଆସିବାକୁ ଅପେକ୍ଷା କରିଛନ୍ତି।
ଶେଷରେ ରାସ୍ତା ଉପରେ ପାଦ ଶବ୍ଦ ଶୁଣାଗଲା। ସେଇ ଫିକା ଆଲୁଅରେ ମୁହୂର୍ତ୍ତକ ପାଇଁ ଆଉ ଜଣେ ଲୋକ ଦେଖାଗଲା। ତାପରେ ଦରଜା ବନ୍ଦ ହୋଇଗଲା ଆଉ ଚାରିଆଡ଼େ ଅନ୍ଧାର ହୋଇଗଲା। 5 ମିନିଟ୍ ପରେ ପ୍ରଥମ ମହଲାର ଗୋଟେ କୋଠରୀରେ ଗୋଟେ ବତୀ ଜଳି ଉଠିଲା। ହୋମ୍ସ କହିଲେ, ଏଇ ଫାଇଟିଂ କକ୍ରେ ଯାହା ସବୁ ଚାଲିଛି ସେ ସବୁ ବଡ଼ ବିଚିତ୍ର ଆଉ ରହସ୍ୟମୟ ଜଣାଯାଉଛି। କିନ୍ତୁ ମଦ ପାନ କରିବା ଜାଗାଟା ଆର ପାଖରେ। ହଁ, ଏମାନେ ଯେ ଆସିଲେ ସେମାନଙ୍କୁ ଘରୋଇ ଅତିଥି କୁହାଯାଇପାରେ। କିନ୍ତୁ ମିଷ୍ଟର ଜେମ୍ସ ୱାଇଲ୍ଡର ଏତେ ରାତିରେ ଏଭଳି ଜାଗାରେ କ'ଣ କରୁଛନ୍ତି? ଆଉ ତାଙ୍କ ସାଥିରେ ଏଠି ଦେଖା କରିବାକୁ କିଏ ଆସିଛି? ଆସ ୱାଟସନ୍, ବିପଦ ପଡ଼ିଲେ ପଡ଼ୁ ପଛେ ଆମେ ଭଲ ଭାବେ ଘଟଣାଟା ଅନୁସନ୍ଧାନ କରିବା। ଆମେ ସାଥୀ ହୋଇ ରାସ୍ତା ପାରି ହୋଇ ହୋଟେଲ ଦରଜା ପାଖରେ ଆସି ପହଞ୍ଚିଲୁ। ସାଇକେଲଟା ସେଯାଏଁ କାନ୍ଥରେ ଡେରା ହୋଇଥାଏ। ହୋମ୍ସ ଖଣ୍ଡେ ଦିଆସିଲି କାଠି ମାରି ପଛ ଚକା ପାଖରେ ଧରିଲେ। ଡନଲଫ୍ ଟାୟାରଟା ଦେଖି ସେ ଟିକିଏ ଖୁସି ହେଲେ। ତାମାନେ ଏଇଠି ମିଳିଲା ଡନଲଫ୍ ଟାୟାରର ଚିହ୍ନ। ଦେଖିବା, ଆମ ମୁଣ୍ଡ ଉପରେ ଖୋଲା ଝରକା ବାଟେ ଘରର ଆଲୁଅ ଆସୁଥିଲା। ସେ କହିଲେ, ମୁଁ ଏଇ ଝରକା ବାଟେ ଘର ଭିତରଟା ଦେଖିବାକୁ ଚାହେଁ ୱାଟସନ୍। ତୁମେ କାନ୍ଥରେ ଭରା ଦେଇ ଟିକିଏ ଲଇଁ ପଡ଼ିଲେ ହୋଇଯିବ। ତାମାନେ ୱାଟସନ୍କୁ କହୁଛନ୍ତି, ତମେ ଟିକେ ଲଇଁ ପଡ଼, ମୁଁ ଟିକେ ଚଢ଼ିଯିବି ତମ ଉପରେ ଚଢ଼ିକି ଝରକା ବାଟେ ଦେଖିବି କ'ଣ ହେଉଛି ଉପର ମହଲାରେ। ତାପରେ ଟିକିଏ ପରେ ସେ ମୋ କାନ୍ଧ ଉପରେ ଠିଆ ହୋଇ ପଡ଼ିଲେ, କିନ୍ତୁ ସାଙ୍ଗେ ସାଙ୍ଗେ ତଳକୁ ଓହ୍ଲାଇ ପଡ଼ିଲେ। କହିଲେ, ଆସ ୱାଟସନ୍, ଦିନସାରା ଆମେ ଢେର କାମ କଲେଣି। ମୁଁ ଭାବୁଛି ଯାହା ଜାଣିବା କଥା ଆମେ ସବୁ ଜାଣିଗଲେଣି। ସ୍କୁଲଟା ଏଠୁ ଗୁଡ଼ାଏ ଦୂର ଆଉ ଆମେ ଯେତେ ଶୀଘ୍ର ଯିବା ସେତେ ଭଲ। ତାପରେ ଜଙ୍ଗଲ ଭିତର ଦେଇ ଆସିବା ବେଳେ ହୋମ୍ସ ପ୍ରାୟ ପାଟି ଫିଟାଇ ନାହାନ୍ତି। ସ୍କୁଲ ପାଖରେ ପହଞ୍ଚି ସେ ସ୍କୁଲକୁ ନ ଯାଇ ମାକଲଟନ୍ ଷ୍ଟେସନକୁ ଗଲେ। ସେଠୁ କ'ଣ ଟେଲିଗ୍ରାମ ସବୁ ପଠେଇଲେ। ରାତି ଅନେକ ଡେରିରେ ସେ ଡକ୍ଟର ହକ୍ସଟେବଲଙ୍କୁ ସାନ୍ତ୍ୱନା ଦେଉଥିବାର ଶୁଣିଲି। ତାପରେ ସେ ମୋ ରୁମକୁ ଆସିଲେ। ଦେଖିଲି ସକାଳେ ବାହାରିଲା ବେଳେ ସେ ଯେମିତି ସତେଜ ଆଉ ପ୍ରଫୁଲ୍ଲ ଦେଖାଯାଉଥିଲେ, ଏବେ ବି ସେମିତି ଦେଖାଯାଉଛନ୍ତି। ମୋତେ କହିଲେ, ସବୁ ଠିକ୍ ଅଛି ୱାଟସନ୍, ମୁଁ ଜବାବ ଦେଉଛି, କାଲି ସନ୍ଧ୍ୟା ପୂର୍ବରୁ ଆମେ ଏ ରହସ୍ୟର ସମାଧାନ କରିପାରିବା। ଏକଥା ସେର୍ଲକ ହୋମ୍ସ କହିଲେ ୱାଟସନ୍କୁ। ତାପରେ ତା ପରଦିନ ସକାଳ 11ଟା ବେଳେ ଆମେ ହୋଲ୍ଡରନେସ୍ ହଲରେ ପହଞ୍ଚିଲୁ। ମାନ୍ୟବର ଡ୍ୟୁକଙ୍କ ପଢ଼ା ଘରେ ମିଷ୍ଟର ଜେମ୍ସ ୱାଇଲ୍ଡରଙ୍କ ସାଥିରେ ସାକ୍ଷାତ ହେଲା। ସେ ବେଶ୍ ଶାନ୍ତ ଆଉ ଭଦ୍ର ବ୍ୟବହାର ଦେଖାଇଲେ। ଆମକୁ କହିଲେ, ଆପଣମାନେ ମାନ୍ୟବର ଡ୍ୟୁକଙ୍କ ସାଥିରେ ଦେଖା କରିବାକୁ ଆସିଛନ୍ତି କି? ବଡ଼ ଦୁଃଖର କଥା, ତାଙ୍କ ଦେହ ଭଲ ନାହିଁ। ଆପଣଙ୍କ ଆବିଷ୍କାର କଥା ଡକ୍ଟର ହକ୍ସଟେବଲ ଟେଲିଗ୍ରାମ କରି ଆମକୁ ଜଣାଇ ଦେଇଛନ୍ତି। ସେ ଦୁଃସମ୍ବାଦ ପାଇ ସେ ବଡ଼ ବିବ୍ରତ ହୋଇପଡ଼ିଛନ୍ତି। ମୁଁ ନିଶ୍ଚୟ ମାନ୍ୟବର ଡ୍ୟୁକଙ୍କୁ ଦେଖା କରିବି ମିଷ୍ଟର ୱାଇଲ୍ଡର, କିନ୍ତୁ ସେ ତାଙ୍କ ଶୋଇବା ଘରେ। ତାମାନେ ସେର୍ଲକ ହୋମ୍ସ କହୁଛନ୍ତି ସେକ୍ରେଟାରୀଙ୍କୁ କି ମୁଁ ଦେଖା କରିବି ଡ୍ୟୁକଙ୍କୁ ଯାହାହେଲେ। ସେ କହୁଛନ୍ତି ସେ ତାଙ୍କ ଶୋଇବା ଘରେ। ତାହେଲେ ମୁଁ ସେଠିକି ଯିବି। ସେ ଶୋଇଥିବେ ବୋଲି ମୋର ଆଶା। ତଥାପି ମୁଁ ସେଇଠି ତାଙ୍କୁ ଦେଖା କରିବି। ହୋମ୍ସଙ୍କ ଧୀର ଅଥଚ ଦୃଢ଼ ଭାବରୁ ସେକ୍ରେଟାରୀ ଜାଣିଲେ ଯେ ତାଙ୍କ ସାଥିରେ ଯୁକ୍ତି କରି ଲାଭ ନାହିଁ।
ସେ କହିଲେ, ଠିକ୍ ଅଛି ମିଷ୍ଟର ହୋମ୍ସ, ଆପଣ ଆସିବା କଥା ମୁଁ ତାଙ୍କୁ ଜଣାଇ ଦେଉଛି। ତାମାନେ ଆପଣମାନେ ଏଇଠି ଥାଆନ୍ତୁ, ମୁଁ ତାଙ୍କୁ ଜଣାଇ ଦେଉଛି ଆପଣମାନେ ଆସିଛନ୍ତି ଦେଖା କରିବେ ବୋଲି। ଦେଖିବା ସେ କ'ଣ କହୁଛନ୍ତି, ଡ୍ୟୁକ୍ କ'ଣ କହୁଛନ୍ତି। ତାପରେ ଅଧଘଣ୍ଟା ପରେ ମାନ୍ୟବର ଡ୍ୟୁକ୍ ଆସି ପହଞ୍ଚିଲେ। ତାଙ୍କ ମୁହଁ ଖୁବ୍ ବିବର୍ଣ୍ଣ ଦିଶୁଥାଏ। ମୋତେ ଜଣାଗଲା ପୂର୍ବଦିନ ସକାଳ ଅପେକ୍ଷା ସେ ଯେମିତି ଯଥେଷ୍ଟ ବୁଢ଼ା ହୋଇଯାଇଛନ୍ତି। ସେ ଆମକୁ ଯଥାମାନ୍ୟ ଦେଖାଇ ତାଙ୍କ ଟେବୁଲ ଉପରେ ବସିଗଲେ। କହିଲେ, ହଁ ମିଷ୍ଟର ହୋମ୍ସ, ମୋ ବନ୍ଧୁଙ୍କ ଆଖି ଦୁଇଟା କିନ୍ତୁ ସେକ୍ରେଟାରୀଙ୍କ ଉପରେ ଥାଏ। ସେ ତାଙ୍କ ପ୍ରଭୁଙ୍କ ଚୌକି ପାଖରେ ଠିଆ ହୋଇଥାନ୍ତି। ହୋମ୍ସ କହିଲେ, ମୁଁ ଭାବୁଛି ମହାମାନ୍ୟ ଡ୍ୟୁକ୍, ମିଷ୍ଟର ୱାଇଲ୍ଡର ଏଠୁ ବିଦାୟ ନେଲେ ମୁଁ ଅଧିକ ଖୋଲାଖୋଲି କଥାବାର୍ତ୍ତା କରିପାରିବି। ତାପରେ ସେକ୍ରେଟାରୀଙ୍କ ମୁହଁ ଶୁଖିଗଲା। ସେ ରାଗରେ ହୋମ୍ସଙ୍କ ଆଡ଼କୁ ଚାହିଁ କହିଲେ, ଯଦି ମାନ୍ୟବର ଡ୍ୟୁକ୍ ଇଚ୍ଛା କରନ୍ତି। ହଁ ହଁ, ତୁମେ ବରଂ ଯାଅ। ଏଥର ମିଷ୍ଟର ହୋମ୍ସ ଆପଣ କ'ଣ କହିବେ? ଡ୍ୟୁକ୍ କହିଲେ କି ତୁମେ ଯାଅ ବାହାରକୁ, ହେଲା। ହୋମ୍ସ କ'ଣ କହିବା କଥା ଆପଣ କୁହନ୍ତୁ। ତାପରେ ସେକ୍ରେଟାରୀ ଚାଲିଯିବା ପରେ ଦରଜାଟା ବନ୍ଦ ହେବା ଯାଏ ହୋମ୍ସ ଅପେକ୍ଷା କଲେ। ତାପରେ କହିଲେ, ମୋ ସହକର୍ମୀ ଡାକ୍ତର ୱାଟସନ୍ ଆଉ ମୁଁ ଡକ୍ଟର ହକ୍ସଟେବଲଙ୍କ ଠାରୁ ଶୁଣିଲୁ ଏ କେସ୍ରେ ଆପଣ ଗୋଟାଏ ପୁରସ୍କାର ଦେବାର ଘୋଷଣା କରିଛନ୍ତି। ସେଇଟା ଆପଣଙ୍କ ନିଜ ମୁହଁରୁ ମୁଁ ଶୁଣିବାକୁ ଚାହେଁ। ତାମାନେ ପ୍ରଥମ ଅଧ୍ୟାୟରେ ଆମେ ଶୁଣିଥିଲେ ହକ୍ସଟେବଲ କହିଥିଲେ କି ଡ୍ୟୁକ୍ ଗୋଟେ ପୁରସ୍କାର ରାଶି ଘୋଷଣା କରିଛନ୍ତି କି ଯିଏ ତାଙ୍କ ପୁଅଙ୍କୁ ପାଇବ ବା ଧରି ଆଣିକି ଦେଇପାରିବ ତାକୁ ପୁରସ୍କାର ଦେବେ। ଦେଖିବା କ'ଣ ହେଲା। ସେଇ କଥା ସେର୍ଲକ ହୋମ୍ସ ତାଙ୍କୁ ମନେ ପକାଇ ଦେଉଛନ୍ତି କି ଆପଣ କହିଥିଲେ ପୁରସ୍କାର ଦେବେ ଯିଏ ସମାଧାନ କରିବ ସମସ୍ୟା ବା ଆପଣଙ୍କ ପୁଅକୁ ଆଣିକି ପହଞ୍ଚାଇ ପାରିବ। ନିଶ୍ଚୟ ମିଷ୍ଟର ହୋମ୍ସ, ମୁଁ ପୁରସ୍କାର ଘୋଷଣା କରିଛି। ଶୁଣିଲି ଆପଣଙ୍କ ପୁଅ କେଉଁଠି ଅଛନ୍ତି ଯେ କହିଦେଇ ପାରିବ ସେ 5,000 ପାଉଣ୍ଡ ପୁରସ୍କାର ପାଇବ। ବିଲକୁଲ ଠିକ୍। ଯେଉଁ ଲୋକ ବା ଯେଉଁମାନେ ତାଙ୍କୁ ଅଟକାଇ ରଖିଛନ୍ତି ତାଙ୍କ ନାଁ ଯେ କହିପାରିବ ସେ ଆଉ 1,000 ପାଉଣ୍ଡ ପାଇବ। ହଁ, ଯେଉଁମାନେ ଅଟକାଇ ରଖିଛନ୍ତି କହିଲେ କେବଳ ଯେଉଁମାନେ ତାଙ୍କୁ ନେଇ ଆସିଛନ୍ତି ସେମାନେ ନ ହୋଇ ଯେଉଁମାନେ ତାଙ୍କୁ ବର୍ତ୍ତମାନ ଅବସ୍ଥାରେ ରଖିଛନ୍ତି ସେମାନେ ମଧ୍ୟ ହୋଇପାରିବେ କି? ତାମାନେ ସେର୍ଲକ ହୋମ୍ସ କହିବା କଥା କି ଆପଣଙ୍କ ପୁଅକୁ ଜଣେ କେହି ଅପହରଣ କରିକି ଆଣିକି ଆଉ ଜଣଙ୍କ ପାଖରେ ଦେଇଛି, ସିଏ ତାକୁ ଅଟକାଇ ରଖିଛନ୍ତି ବା ଲୁଚାଇକି ରଖିଛନ୍ତି, ଏ କଥା କହିବା କଥା। ବା ଏ ଦୁଇ ପ୍ରକାର ଲୋକ ବା ଦୁଇ ଗ୍ରୁପ। ତାପରେ କ'ଣ ହେଲା ଦେଖିବା। ଅସ୍ଥିର ହୋଇ ଡ୍ୟୁକ୍ କହିଲେ, ହଁ ହଁ, ଆପଣ ଯଦି ଠିକ୍ ଭାବେ କାମ କରନ୍ତି ମିଷ୍ଟର ହୋମ୍ସ, ତେବେ ଆମେ କୃପଣ ବୋଲି ଅଭିଯୋଗ କରିବାର ସୁଯୋଗ ପାଇବେ ନାହିଁ। ମୋ ବନ୍ଧୁ ଖୁବ୍ ଲୋଭ କଲା ପରି ହାତ ଦୁଇଟା ମଳିଲେ। ସେର୍ଲକ ହୋମ୍ସ ଲୋଭ କଲା ଭଳି ହାତ ଦୁଇଟା ମଳିଲେ। ମୁଁ ୟା ଦେଖି ଆଶ୍ଚର୍ଯ୍ୟ ହୋଇଗଲି, କାରଣ ମୁଁ ଜାଣେ ଧନର ମମତା ତାଙ୍କର ନାହିଁ। ତାମାନେ ସେର୍ଲକ ହୋମ୍ସଙ୍କର ଲୋଭ ନାହିଁ, କିନ୍ତୁ ମୁଁ ତାଙ୍କର ଏଇ ଆକ୍ସନ ବା ଦେଖିକି ଆଶ୍ଚର୍ଯ୍ୟ ହୋଇଗଲି ବୋଲି କହୁଛନ୍ତି ୱାଟସନ୍। ସେ କହିଲେ, ଆପଣ ଚେକ୍ ବହିଟା ଟେବୁଲ ଉପରେ ଦେଖିପାରୁଛି। ମୋ ନାଁରେ 6,000 ପାଉଣ୍ଡ ଚେକ୍ଟାଏ କାଟିଦେଲେ ମୁଁ ବଡ଼ ଆନନ୍ଦିତ ହେବି। ମୋ ବ୍ୟାଙ୍କ ହେଲା ଦି କ୍ୟାପିଟାଲ ଆଣ୍ଡ କାଉଣ୍ଟି ବ୍ୟାଙ୍କ, ଅକ୍ସଫୋର୍ଡ ଷ୍ଟ୍ରିଟ୍। ତାମାନେ ସେର୍ଲକ ହୋମ୍ସ କହୁଛନ୍ତି ତାଙ୍କର ଆକାଉଣ୍ଟ ନମ୍ବର ହେଲା, ବ୍ୟାଙ୍କ ହେଲା ଦ କ୍ୟାପିଟାଲ ଆଣ୍ଡ କାଉଣ୍ଟି ବ୍ୟାଙ୍କ ଆଉ ଅକ୍ସଫୋର୍ଡ ଷ୍ଟ୍ରିଟ୍। ସେ ଜାଗାର ନାଁ ହେଉଛି ଅକ୍ସଫୋର୍ଡ ଷ୍ଟ୍ରିଟ୍ରେ ସେ ବ୍ୟାଙ୍କ ଅଛି। ସେ କହିଲେ ସେ କଥା। ତାପରେ ମାନ୍ୟବର ଡ୍ୟୁକ୍ ଖୁବ୍ କଠୋର ଭଙ୍ଗୀରେ ଚୌକିରେ
ସିଧା ହୋଇ ବସିଗଲେ। ହୋମ୍ସଙ୍କ ଆଡ଼କୁ ଚାହିଁ କଡ଼ା ସ୍ୱରରେ କହିଲେ, ରହସ୍ୟ କରୁଛନ୍ତି ମିଷ୍ଟର ହୋମ୍ସ? ଏଟା ରହସ୍ୟରେ ଘଟଣା ନୁହେଁ। ମୋଟେ ନୁହେଁ ମାନ୍ୟବର ଡ୍ୟୁକ୍। ମୋ ଜୀବନରେ ମୁଁ ୟାଠୁ ବଳି ଅଧିକ ବାସ୍ତବ କେବେ ହୋଇନାହିଁ। ସେର୍ଲକ ହୋମ୍ସ କହୁଛନ୍ତି କଥା। ତାହେଲେ ଆପଣଙ୍କ କଥାର ଅର୍ଥ କ'ଣ? ଅର୍ଥ, ମୁଁ ପୁରସ୍କାରଟା ପାଇବାର ହକଦାର। ଆପଣଙ୍କ ପୁଅ କେଉଁଠି ମୁଁ ଜାଣେ, ଆଉ ଯେଉଁମାନେ ତାଙ୍କୁ ସେଠି ରଖିଛନ୍ତି ସେମାନଙ୍କ ଭିତରୁ ଅନ୍ତତଃ କେତେ ଜଣଙ୍କୁ ବି ଜାଣେ। ଘନ ଘନ ନିଶ୍ୱାସ ପକାଇ ଡ୍ୟୁକ୍ କହିଲେ, ସେ କେଉଁଠି? ସେ ଅନ୍ତତଃ କାଲି ରାତିରେ ଆପଣଙ୍କ ଗେଟ୍ ଠାରୁ 2 ମାଇଲ ଦୂର ଫାଇଟିଂ କକ୍ ହୋଟେଲରେ ଥିଲେ। ଏବେ ବି ଥାଇପାରନ୍ତି। ଡ୍ୟୁକ୍ ଚୌକିଟାରେ ଆଉଜି ପଡ଼ି କହିଲେ, ଆଉ ସେଥିପାଇଁ ଆପଣ କାହାକୁ ଦୋଷୀ ବୋଲି କହୁଛନ୍ତି ମିଷ୍ଟର ହୋମ୍ସ? ସେର୍ଲକ ହୋମ୍ସଙ୍କ ଉତ୍ତର ଅତି ବିସ୍ମୟକର। ସେ ଖୁବ୍ ଚଞ୍ଚଳ ଆଗକୁ ଚାଲିଯାଇ ଡ୍ୟୁକ୍ଙ୍କ କାନ୍ଧଟା ଛୁଇଁ ଦେଇ କହିଲେ, ମୁଁ ଆପଣଙ୍କୁ ଦୋଷୀ ବୋଲି କହୁଛି। ଏଥର ଚେକ୍ଟା ମୋତେ ଦେଇଦେବା ପାଇଁ ଆପଣଙ୍କୁ ହଇରାଣ କରିବି। ତାମାନେ ସେର୍ଲକ ହୋମ୍ସ କହୁଛନ୍ତି କି ଆପଣ ନିଜେ ଦୋଷୀ। ଡ୍ୟୁକ୍ଙ୍କୁ କହୁଛନ୍ତି, ଆପଣ ମୋତେ ଚେକ୍ଟା ଦିଅନ୍ତୁ। ତାପରେ ଡ୍ୟୁକ୍ଙ୍କର ସେ ସମୟରେ ଚେହେରା ମୁଁ ମୋଟେ ଭୁଲି ପାରିବି ନାହିଁ। ସତେ ଯେମିତି ସେ ପାତାଳ ଗହ୍ୱରରେ ଖସି ପଡ଼ୁଛନ୍ତି। ତାପରେ ସେ ନିଜକୁ ସଂଯତ କରି ଚୌକିରେ ବସିଗଲେ। ହାତ ଭିତରେ ମୁହଁଟା ଗୁଞ୍ଜି କହିଲେ, ଆପଣ ଏ ବିଷୟରେ କ'ଣ ଜାଣନ୍ତି? ଆପଣ 2 ଜଣଙ୍କୁ ମୁଁ ଗତକାଲି ସେଠି ଦେଖିଛି। ଆପଣଙ୍କ ବନ୍ଧୁଙ୍କ ଛଡ଼ା ଏକଥା ଅନ୍ୟ କେହି ଜାଣନ୍ତି କି? ଡ୍ୟୁକ୍ ପଚାରୁଛନ୍ତି। ମୁଁ କାହାକୁ ଏକଥା କହିନାହିଁ। ତାମାନେ ସେର୍ଲକ ହୋମ୍ସ ଆଉ ୱାଟସନ୍ ସେଇ ଯେଉଁ ହୋଟେଲ ପାଖରେ ଯେଉଁ 2 ଜଣଙ୍କୁ ଦେଖିଥିଲେ, ତାଙ୍କ ଭିତରୁ ଜଣେ ହେଉଛନ୍ତି ଏଇ ଡ୍ୟୁକ୍ ନିଜେ। ତାଙ୍କ ପୁଅକୁ ନିଜେ ଅପହରଣ କରିବାର ନାଟକ ରଚିଛନ୍ତି। ହେଲା, ହଉ, କ'ଣ ହେଇଛି ଆମେ ପର ଅଧ୍ୟାୟରେ ଦେଖିବା। ପର ଅଧ୍ୟାୟକୁ ଚତୁର୍ଥ ଅଧ୍ୟାୟ ଶେଷ ଅଧ୍ୟାୟ କରିକି କେମିତି ଘଟଣା ବା ରହସ୍ୟ ଉନ୍ମୋଚନ ହେଲା, ଦୋଷୀ କିଏ ଧରା ପଡ଼ିଲା, କ'ଣ ହେଲା, ଆମେ ଶେଷ ଅଧ୍ୟାୟରେ ଦେଖିବା। ଇଏ ହେଉଛି ତୃତୀୟ ଅଧ୍ୟାୟ। ଆ ପୂର୍ବରୁ 2ଟା ଅଧ୍ୟାୟ ଯାଇଛି। ଟୋଟାଲ 4ଟା ଅଧ୍ୟାୟ ହେବ। ୟୁଟ୍ୟୁବର ପ୍ଲେଲିଷ୍ଟରେ ସବୁଗୁଡ଼ିକ ଅଧ୍ୟାୟ ରହିଛି, ଆପଣ ଦେଖିପାରିବେ। ଆଉ ଅନ୍ୟ ଭିଡ଼ିଓ ସବୁ ରହିଛି, ଅନ୍ୟ କାହାଣୀ ମଧ୍ୟ ରହିଛି, ତାକୁ ଯାଇକି ଦେଖନ୍ତୁ। ସବସ୍କ୍ରାଇବ୍ କରନ୍ତୁ ଚ୍ୟାନେଲକୁ, ଆଉ ଲାଇକ୍ କରନ୍ତୁ। ଆଜି ପାଇଁ ଏତିକି, ରହିଲି, ଧନ୍ୟବାଦ।